ମୁଁ କେବଳ ଏମାନଙ୍କ ନିମନ୍ତେ ପ୍ରାର୍ଥନା କରୁନାହିଁ, ମାତ୍ର ଏମାନଙ୍କ ବାକ୍ୟ ଦ୍ୱାରା ଯେଉଁମାନେ ମୋ ଠାରେ ବିଶ୍ୱାସ କରନ୍ତି ସେମାନଙ୍କ ନିମନ୍ତେ ସୁଦ୍ଧା ପ୍ରାର୍ଥନା କରୁଅଛି, ଯେପରି ସେମାନେ ସମସ୍ତେ ଏକ ହୁଅନ୍ତି। ହେ ପିତା, ତୁମେ ଯେ ପ୍ରକାରେ ମୋ ଠାରେ ଅଛ ଆଉ ମୁଁ ତୁମ ଠାରେ ଅଛି, ସେମାନେ ମଧ୍ୟ ସେଇ ପ୍ରକାରେ ଆମମାନଙ୍କ ଠାରେ ରହନ୍ତୁ, ଯେପରି ତୁମେ ମୋତେ ପ୍ରେରଣ କଲ ବୋଲି ଜଗତ ବିଶ୍ୱାସ କରେ। ଆଉ ତୁମେ ମୋତେ ଯୋଉ ମହିମା ଦେଇଅଛ ମୁଁ ସେମାନଙ୍କୁ ତାହା ଦେଇଅଛି, ଯେପରି ଆମ୍ଭେମାନେ ସେଇ ପ୍ରକାର ଏକ, ସେମାନେ ସେଇ ପ୍ରକାର ଏକ ହୁଅନ୍ତି। ମୁଁ ସେମାନଙ୍କ ଠାରେ ଆଉ ତୁମେ ମୋ ଠାରେ ଯେପରି ସେମାନେ ସିଦ୍ଧ ହୋଇ ଏକ ହୁଅନ୍ତି, ଯେପରି ଜଗତ ବୁଝିବ ଯେ ତୁମେ ମୋତେ ପ୍ରେରଣ କଲ। ପୁଣି ମୋତେ ସେଇ ପ୍ରକାର ପ୍ରେମ, ଯେ ପ୍ରକାର ପ୍ରେମ କଲ ସେମାନଙ୍କର ମଧ୍ୟ ସେଇ ପ୍ରକାର ପ୍ରେମ କଲ। ହେ ପିତା, ତୁମେ ମୋତେ ଯେଉଁମାନଙ୍କୁ ଦେଇଅଛ ମୁଁ ଯେଉଁଠାରେ ଥାଏ ସେମାନେ ମଧ୍ୟ ଯେପରି ସେଠାରେ ମୋହର ସହିତ ରହିବି। ଜଗତର ପତନ ପୂର୍ବେ ତୁମେ ମୋତେ ପ୍ରେମ କରିଥିବାରୁ ମୋତେ ଯୋଉ ମହିମା ଦେଇଅଛ ମୋହର ସେଇ ମହିମା ସେମାନେ ଯେପରି ଦେଖିବେ, ଏହା ମୋର ଇଚ୍ଛା। ହେ ଧାର୍ମିକ ପିତା, ଜଗତ ତୁମକୁ ଜାଣି ନାହିଁ, କିନ୍ତୁ ମୁଁ ତୁମକୁ ଜାଣିଅଛି। ଆଉ ତୁମେ ଯେ ମୋତେ ପ୍ରେରଣ କଲ ତାହା ଏମାନେ ଜାଣିଅଛନ୍ତି। ତୁମେ ମୋତେ ଯେଉଁ ପ୍ରେମରେ ପ୍ରେମ କଲ ତାହା ଯେପରି ସେମାନଙ୍କ ଠାରେ ଥାଏ ଆଉ ମୁଁ ସେମାନଙ୍କଠାରେ ରହେ, ଏଥି ନିମନ୍ତେ ମୁଁ ସେମାନଙ୍କୁ ତୁମ ନାମ ଜଣାଇଅଛି ଓ ଜଣାଇବି। ପ୍ରଭୁ ଏ ପଠିତ ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ ଦିଅନ୍ତୁ। ଆମେନ୍। ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଏ ସୁନ୍ଦର ଅବସର ପାଇଁ। ଆମେ ଯାହା ଆମେ କୋ ଆସେନ୍ସନ୍ ବୋଲି ଆଉ ସେଇ ପର୍ବ ଆଜି ଅଛି, ସକାଳେ ଆମେ ପାଳନ କରିବୁ। ତେଣୁ ସେଇ ଉପରେ ମୁଁ କିଛି ଆପଣମାନଙ୍କୁ ଆଜି ସେୟାରିଂ କରିବା ପାଇଁ ଚାହେଁ। ତେବେ ଆମେ ପ୍ରଥମରେ ଦେଖିଲୁ ଆମମାନଙ୍କର ଆଡଭେଣ୍ଟ, ଆମେ ଦେଖିଲୁ ଆଡଭେଣ୍ଟ ପରେ ପରେ ଆମମାନଙ୍କର ଖ୍ରୀଷ୍ଟମାସ ଥିଲା। ଖ୍ରୀଷ୍ଟମାସ ପରେ ପରେ ଆମମାନଙ୍କର ଥିଲା ଏପିଫାନି, ଦର୍ଶନ ପର୍ବ ବୋଲି ଆମେ କହୁ। ତାପରେ ଥିଲା ଲେଣ୍ଟ, ଆଉ ଲେଣ୍ଟ ପରେ ପରେ ଇଷ୍ଟର ଆସିଥିଲା, ଆଉ ଇଷ୍ଟର ପରେ ବର୍ତ୍ତମାନ ଅଛି ଆସେନ୍ସନ୍, ଯାହାକି ସ୍ୱର୍ଗାରୋହଣ ପର୍ବ, ପବିତ୍ର ଆତ୍ମାଙ୍କ ପର୍ବ। ଜଷ୍ଟ 10 days ପରେ ତାପରେ ଆମେ ଟ୍ରିନିଟି ଯୋଉ ପର୍ବ ରହିଛି এইଭଳି ଭାବରେ ଆମେ ପର୍ବକୁ ଡିଭାଇଡ କରିଥାଉ। ଜଣେ ବ୍ୟକ୍ତି ଯେ କି ଆମେରିକାନ ଲାଗୁଛି ମତେ, ସେ ଯୋଉ ଚିନ୍ତାଧାରା ଲେଖିଥିଲେ ହେଭେନ ଉପରେ, ସେ ଉପରେ ଅଳ୍ପ ମୁଁ ଆପଣଙ୍କୁ ପ୍ରଥମରେ କହିବି। ସେ ଲେଖନ୍ତି, ହେଭେନ ଆର୍ ହେଭେନ୍ସ is a common religious cosmological supernatural place। ପ୍ରଥମରେ ସେ ଲେଖନ୍ତି, ଦ୍ୱିତୀୟ ଲେଖନ୍ତି what is heaven। ଲେଖନ୍ତି used for the sky, for the space beyond our atmosphere and for God's dwelling place, abode of God। ତାପରେ ସେ ଲେଖନ୍ତି where is heaven। there are 4 things, ଚାରିଟା ବିଷୟ ସେ ଲେଖନ୍ତି। ଫାର୍ଷ୍ଟ ଲେଖନ୍ତି heaven is a real place। ଜହନ ତାର 14 ପର୍ବ 1 ରୁ 3 ଯଦି ଦେଖିବା ସେ ଜାଗାରେ ଆମେ ପାଇପାରିବା। ଦ୍ୱିତୀୟ ଲେଖନ୍ତି my father's house, ପ୍ରକାଶିତ 21 ପର୍ବରେ ତାହା ଆମେ ଦେଖିବାକୁ ପାଇବା। God dwelling place, Philippians 3:20, ଲୁକ ତାର 23:43 ସେ ବିଷୟ ଆମେ ଦେଖିବାକୁ ପାଇବା। ଚତୁର୍ଥରେ ସେ ଲେଖନ୍ତି not away from us, thinking outside of our present universe, যা এভরি 12 পর্ব 22 ରୁ 24 ମଧ୍ୟରେ ସେ ଲେଖନ୍ତି। ତା ପରବର୍ତ୍ତୀ ସେ ଗୋଟେ ବହୁତ ବଢିଆ ବିଷୟ ଲେଖନ୍ତି what is heaven like, ସ୍ୱର୍ଗ କିଭଳି ଅଛି। God's dwelling place, ଗୀତ ସଂହିତା 33 ପର୍ବ ତାର 13 ପଦ ଅନୁସାରେ। Jesus today, ପ୍ରେରିତ ତାହାର 1 ପର୍ବ 11 ପଦ ଅନୁସାରେ। and Christian go, ଖ୍ରୀଷ୍ଟିଆନ ମାନେ ସେଠି ଯାଇକି ରହିବେ, Philippians 1:21-23 ଅନୁସାରେ। Father's house, ଜହନ ତାର 14 ପର୍ବ 2 ପଦ ଅନୁସାରେ। ଆଉ despised and built by God, design କ୍ଷମା କରିବେ, design and built by God, every 10 ପର୍ବ, every 11 ପର୍ବ ତାର 10 ପଦ ଅନୁସାରେ। and better country, the country ଭାବରେ ମଧ୍ୟ ନାଁ ଦିଆଯାଇଛି, every ତାର 11 ପର୍ବ 16 ପଦ ଅନୁସାରେ। ଆଉ ଲାଷ୍ଟ ପଦ ୟୁଜ ହେଇଛି paradise, ଲୁକ ତାର 23 ତାର 43 ଅନୁସାରେ ଆମେ ଦେଖିବାକୁ ପାଇବା। ଆଉ ଲାଷ୍ଟ ବିଷୟଟି ମୁଁ କହିବି
what we will do in heaven, स्वर्गरे आमे कौन करिबा से विषय मध्ये से ताको चिंताधारा रे आनंदी बिब्लिकली जो चिंताधारा में प्रथम विषय से आनंदी वर्शिप विदाउट डिस्ट्रैक्शन। आमे सेठी बिना दिग्धारे बिना समस्या आमे ईश्वर को वर्शिप करिवार अवसर पाइबा। वर्तमान जो जगत रे समस्या गुडा देखा जाउची से सब ठारो आमे मुक्त है कि गोटे सुंदर अवसर प्रभु को सहित आमे पाई परिबा। द्वितीय पॉइंट से आनंदी से सर्व विदाउट एक्सॉस्टेशन। आमे जगत रे जतबे शारीरिक भाव रे बंचुछु विभिन्न माने क्लांति आम जीवन में आसी था किंतु सेठी आ क्लांति हबो नै से जो चिंताधारा से आनंदी। तृतीय विषय आनंदी फेलोशिप विदाउट फियर। भय बिना गोटे सुंदर फेलोशिप आमे सेठी करि परिबा। आ लास्ट दुईटी विषय से लेखन्ती लर्न विदाउट फिट, जहाको कठिन परिश्रम आमको आ दरकार नै से बडी भाव रे आमे समस्त विषय को जानि परिबा पाई परिबा। आ लास्ट विषय लेखन्ती रेस्ट विदाउट बोर्डम। आमे कौन सी बोर आगु हवा नाही खुशीर सहित ईश्वर सहित रही परिबा सेही बडी एक सुंदर जागा भाव रे से ताकु लेखन्ती। तेबे आसंतु आजिर पाठ मध्ये आमे जिबा जहन लिखित सुसमाचार जो चारटा गॉस्पेल आमे देखु सिनेप्टिक तिनी आउ जहन ताहा गोटे अलगा पुस्तक भाव पर आमे देखु गॉस्पेल मध्ये रे बहुत भल लागिला। प्रथम थर मु बुझिबा चेष्टा करतली गॉस्पेल जॉन द गॉस्पेल स्टार्ट विथ इति सुंदर भाव रे आरंभ हुए हेवन रु स्टार्ट हिची। आपण जदी एक को जदी जिबे लेखा जायछि आद्य रे वाक्य थिले वाक्य ईश्वर सहित थिले आ से वाक्य ईश्वर थिले स्वर्ग रु से आरंभ करिसंती आ एंड से करिसंती शेष करिसंती। जदी आपण 21 पर्व तार 23 पद को जिबे सेठी लेखा जाय तार सेकंड कमिंग विषय लेखा जाय। जेतेबेले जहन को विषय पितर को प्रश्न थिला आ सेतेबेले प्रभु कहिले मो द्वितीय मोर आगमन पर्यंत थाउ बोली जदी मो चिंता करे तेबे ताको सेकंड कमिंग मध्ये से आनी छथि। एपटे स्वर्ग आरंभ करंती तापर से आसी विषय मध्ये लेखन्ती। तेबे ई जो जागा अछि आजिर अंश आमे नेछु ताहा अछि जे हाई प्रिस्टली प्रेयर प्रभु यीशुकर महायाजकीय प्रार्थना भितरे आज आमे स्वर्ग आरोहण चिंताधारा स्वर्ग पर्व को आमे देखिबा पाइबा। मते बहुत खुशी लागिला प्रथम तर एबडी एक सुंदर चिंताधारा दियाछि जाको आमे सेपरेट करके बुझिबा पे आज चेष्टा करिबो। तेबे यीशुकर प्रार्थना को आमे सुनि आछिछु लेखा जाए तीन भाग विभक्त करा जाए। प्रथम भाग निया जाए जहाँ प्रेयर फॉर हिमसेल्फ निज पाई प्रभु यीशु प्रार्थना करती 1 रु 5 मध्य जदि हम देखिबा 17 पर्व 1 रु 5 6 रु जदि 19 पद हम देखिबा ताहा होछि जो डिसाइपल तांको सहित रहिथिले से मन बेसी प्रार्थना करती। आ तृतीय जदि हम देखिबा फ्यूचर डिसाइपल भविष्य जे माने आसीबे से मन बेसी प्रार्थना करछि। आज अंश हम नै 20 रु 26 मध्य से मन पे प्रार्थना करछि भविष्य से पे हम देखिलु मु केवल एमान को निमंत प्रार्थना करू नाही मात्र एमान कर वाक्य द्वारा जो माने मो ठारे विश्वास करंती भविष्य रे। आ ताहा थिला दुईटी जागा मते बहुत भल लागे। आपण जदि जहन 11 पर्व 16 पद को छिबे आउ ए जहन तार 17 पर्व 21 पद को छिबे ताकर विजन थिला भविष्य अनेक लोक प्रभु को निकट से माने आसीबे प्रभु जानिबे प्रभु ग्रहण करिवे आ सही ब्लेसेड लाइफ और ब्लेसेड प्लेस से मन जीवन रे प्राप्त ही परिबे। तेनो विभिन्न धर्म रिलीजन रे हमें से स्वर्ग विषय मध्ये चिंता करबा हमें देखु हम भलो काम करबा हमें स्वर्ग को जीवा बहुत बढ़िया चिंताधारा। तो क्रिश्चियनिटी मध्ये से विषय को हमें आज बुझिबा को जाउछु। तेबे प्रथम आज चारटा पॉइंट रे बुझिबा। प्रथम पॉइंट रे देखिबा फ्रॉम हेवन। ए प्रथम तरह हमें बुझिबा चेष्टा करिया फ्रॉम हेवन। यीशु प्रमाण दियंती जे मो स्वर्ग रु प्रेरित व्यक्ति जहा को आज हमें देखिबा। तो लिखा जाए जीसस केम फ्रॉम हेवन बेस्ट एंड अप्रोप्रिएट प्रमाण आज हमें प्रूफ हमें देखिबा पाइबा। डिफरेंट जगह से लिखिसंती। प्रथम रे मु कहिबे चैप्टर विशेष कर 6 पर्व जहन 6 पर्व 38 पद जो देखिबे मु स्वर्ग रु अवतीर्ण आहार बोली से कहंती। आउ लोकन को भीतर जेतोल यीशुकर वाक्य सुनी आउ सही खाद्य बंटन हैला से सब जो आर्गुमेंट थिला से भीतर हम देखबा पाइबा। 7 पर्व जहन 7 तार 31 से देखिबा ख्रीष्ट कोन आसी याठरो अधिक करिवे कि लोक मान को भीतर धीरे धीरे विश्वास जात हेतिला जे ख्रीष्ट ये निजे ख्रीष्ट अटंती। द्वितीय
ତିନି ଥର ପ୍ରଭୁ ଯୀଶୁ ଜହନ 17 ପର୍ବରେ କହନ୍ତି ଯେ ମୁଁ ପ୍ରେରଣ କରାଯାଇଛି। ଆପଣ 8 ପଦ ଯଦି ଦେଖିବେ 4 ଥର, 21 ପଦ ଯଦି ଦେଖିବେ, 23 ପଦ ଦେଖିବେ, 25 ପଦରେ ଆପଣ ଦେଖିବେ he was sent by God, ଈଶ୍ୱରଙ୍କ ଦ୍ୱାରା ଯେ ପ୍ରେରିତ ହେଇ ଆସିଛନ୍ତି। ତୃତୀୟ ବିଷୟ ଦେଖିବା ଗ୍ଲୋରିଫାଏ, ଯାହା 5 ପଦରେ ସେ ପ୍ରାର୍ଥନା କରନ୍ତି। 5 ପଦ 17-5 ଲେଖାଯାଏ, ଆଉ ଏବେ ହିଁ ପିତା ଜଗତର ସୃଷ୍ଟି କରିବେ ମୋ ସହିତ ମୋହର ଯୋଉ ମହିମା ଥିଲା ତୋ ଦ୍ୱାରା ତୁମେ ମତେ ତୁମ ସହିତ ମହିମାନିତ କର। ତ ମହିମାକୁ ଆମେ ଦୁଇ ଭାଗରେ ଆଜି ଚିନ୍ତା କରିପାରିବା। ପ୍ରଥମ ହଉଛି ସେ ତାଙ୍କର କ୍ରୁସିଫିକେସନ ଯୋଉ ବିଷୟ ଥିଲା, ଯୋଉ ମିଶନ ପାଇଁ ସେ ଆସିଥିଲେ ତାହା ଦେଇକି ସେ ପ୍ରଭୁଙ୍କୁ ମହିମାନିତ କରୁଛନ୍ତି। ଆଉ ଦ୍ୱିତୀୟ ବିଷୟ ହଉଛି ଯୋଉ ମହିମା ତାଙ୍କର ଥିଲା ସ୍ୱର୍ଗରେ, ତାହାକୁ ଓଡିଆ ବାଇବଲ ଟୀକା ଲେଖୁଛି ଜଗତରେ ଆସିବା ପୂର୍ବରୁ ଯୋଉ ମହିମା ଥିଲା ପିତା ତାହା ଫେରାଇ ଦିଅନ୍ତୁ, ସ୍ୱର୍ଗରେ ଯେତେବେଳେ ସେ ଯିବେ ତାହା ପାଇଁ ପ୍ରାର୍ଥନା କରନ୍ତି ବୋଲି ସେ କହନ୍ତି, ପ୍ରେରିତ 1 ପର୍ବ 9 ପଦ ଅନୁସାରେ। ତାପରେ ଚତୁର୍ଥ ବିଷୟ ଆମେ ଦେଖିବା ମୁଁ ଜଗତରେ ରହୁ ନାହିଁ, ଆସିଥିଲେ ସେ ଚାଲିଯିବେ, ଆସିଥିଲେ ସେ ଚାଲିଯିବେ, ମୁଁ ଜଗତରେ ରହୁନାହିଁ। 11 ପଦ ଯଦି 17-11 ଯଦି ଦେଖିବେ ସେଠି ସେ ବିଷୟ ଲେଖାଯାଏ, ମୁଁ ଆଉ ଏ ଜଗତରେ ରହୁ ନାହିଁ। ତାର ସୁନ୍ଦର ପ୍ରମାଣ ସେ ଦଉଛନ୍ତି ଇଜ ଫ୍ରମ ହେଭେନ, ସ୍ୱର୍ଗରୁ ଯେ ଆସିଥିଲେ। ତେଣୁ 33.5 ବର୍ଷ ଯେ ଏ ଜଗତରେ ରହି ଜୀବନ ବିତାଇଥିଲେ। ମୋ 3ଟା ଶବ୍ଦ ମନେ ପଡେ କି ୱାର୍କ, ଟକ୍ ଏଣ୍ଡ ଟଚ୍। ଅନେକ ଜୀବନକୁ ସେ କଣ କରିଛନ୍ତି, ଏ ଜଗତରେ ଚାଲିଲେ। ଆଉ ଦ୍ୱିତୀୟ ବିଷୟ ଥିଲା ସେ କହିଲେ ସ୍ୱର୍ଗୀୟ ବାର୍ତ୍ତା ଏଣ୍ଡ ହି ଟଚ୍, ଲୋକଙ୍କୁ ହିଲିଂ କରିବା ମଧ୍ୟ ସେ ସ୍ପର୍ଶ କରିବା ବିଷୟ ଆମେ ଦେଖିବାକୁ ପାଉଛୁ। ଆଉ ପଞ୍ଚମ ଭେରି ଇମ୍ପୋର୍ଟାଣ୍ଟ, ମୁଁ ତୁମ ନିକଟକୁ ଯାଉଅଛି। 13 ପଦରେ ଦେଖନ୍ତୁ ଲେଖାଯାଏ, ଆରମ୍ଭରେ ଲେଖାଯାଏ କିନ୍ତୁ ଏବେ ମୁଁ ତୁମ ନିକଟକୁ ଯାଉଅଛି। ସେ ହେଭେନରୁ ଆସିଥିଲେ ଆଉ ହେଭେନକୁ ସେ ବ୍ୟାକ୍ ହେଇଯାଆନ୍ତି, ହେଭେନରୁ ଆସିଥିଲେ ଆଉ ହେଭେନକୁ ସେ ବ୍ୟାକ୍ ହେଇଯାଆନ୍ତି। ମିଶନ ୱାଜ ଫୁଲଫିଲ, ଯୋଉ ମିଶନ ନେଇକି ସେ ଆସିଥିଲେ ତାହା ପୂର୍ଣ୍ଣ କରିକି ଆଉଥରେ ସେ ଚାଲି ଯାଆନ୍ତି। ମତେ ସବୁବେଳେ ଏ ବାକ୍ୟ କହିବା ସମୟରେ ଦୁଃଖ ଲାଗେ। ଆମେ ଯଦି ଲୁକ ତାର 26 ପର୍ବ ଶେଷ ଆଡକୁ ଯିବା, ସେ ହସ୍ତ ଉଠାଇ ସେ ଶିଷ୍ୟମାନଙ୍କୁ ଆଶୀର୍ବାଦ କଲେ। ସେମାନେ ବହୁତ ଦୁଃଖରେ ସେମାନେ ଭାଙ୍ଗି ପଡିଥିଲେ, ସେମାନଙ୍କୁ ପ୍ରାର୍ଥନା ସମୟ ଦେଖିବାକୁ ପାଇବା। ତେବେ ଏଇଭଳି ଏକ ପରିସ୍ଥିତି ସେମାନଙ୍କ ଭିତରେ ଆସିଥିଲା ଆଉ ସେ ମିଶନ ଫୁଲଫିଲ କରି ଯାଆନ୍ତି। ଡକ୍ଟର ଜବାବ ଲହରା ତାଙ୍କ ବହିରେ ଲେଖନ୍ତି 4ଟା ସ୍ୱର୍ଗ ବିଷୟରେ ସେ ଲେଖନ୍ତି। ପ୍ରଥମ ସ୍ୱର୍ଗକୁ ସେ ଲେଖନ୍ତି ଯୋଉଠି ବିହଙ୍ଗ ମାନେ ବିଚରଣ କରନ୍ତି। ଦ୍ୱିତୀୟ ସ୍ୱର୍ଗ ବିଷୟ ସେ ଲେଖନ୍ତି ଯୋଉଠି ସୂର୍ଯ୍ୟ ଚନ୍ଦ୍ର ତାରା ଅଛନ୍ତି। ତୃତୀୟ ହେଭେନ ସେ ଲେଖନ୍ତି ଯାହାକୁ ପାରାଡାଇଜ ବୋଲି ଆମେ ବାଇବଲରେ ମଧ୍ୟ ଦେଖିବାକୁ ପାଉ। ଆଉ ଚତୁର୍ଥ ସ୍ୱର୍ଗ ହଉଛି ଯୋଉଠି ନିଜେ ପ୍ରଭୁ ରହନ୍ତି। ତ ସେଇ ଜାଗାକୁ ସେ ଚାଲିଯିବା ବିଷୟ ଆମେ ଦେଖିବାକୁ ପାଉ ପ୍ରଭୁ ଯୀଶୁ। ଏବେ ଦ୍ୱିତୀୟ ପଏଣ୍ଟ ଆମେ ଆସିବା, ତାହା ହଉଛି ଡିଜାଇନ ଅଫ ହେଭେନଲି ଲାଇଫ। ଯୋଉ ଜୀବନ ସ୍ୱର୍ଗରେ ଡିଜାଇନ କରାଯାଇଛି ସେ ଜୀବନକୁ ପ୍ରଭୁ ଯୀଶୁ ଜଗତରେ ପ୍ରେଜେଣ୍ଟ କରନ୍ତି। କିଛି ପଏଣ୍ଟରେ ଆମେ ବୁଝିବାକୁ ଚେଷ୍ଟା କରିବା। ତାହା ଗୋଟେ ସୁନ୍ଦର ବିଷୟ, ମତେ ଭଲ ଲାଗିଲା, ସେଥିପାଇଁ ମୁଁ ସେୟାରିଂ କରିବା ପାଇଁ ଇଚ୍ଛା କଲି। ଯୋଉଟା ଡିଭାଇନ ଯେପରି ହୁଅନ୍ତି, ଆମେ ଯେପରି ପରସ୍ପର ମଧ୍ୟରେ ଏକ ଅଛୁ ଟ୍ରିନିଟି ଉପରେ ଆମେ ରହିଛୁ ବା ମିଳିତ ଭାବରେ। ୟୁନିଟି ହେଉଛି ପ୍ରଥମ ବିଷୟ, ଯାହା ସ୍ୱର୍ଗୀୟ ବିଷୟ ଗୋଟେ ରିଲେସନସିପ ବା ଅଣ୍ଡରଷ୍ଟାଣ୍ଡିଂ ଟ୍ରିନିଟି ମଧ୍ୟରେ। ଏବେ ଜଣେ ପ୍ରଚାରକ ଆସିଥିଲେ, ମଝିରେ ଆମର ଗୋଟେ ପ୍ରୋଗ୍ରାମ ଥିଲା ନବରଙ୍ଗପୁରରେ, ସେ ବିଷୟ କହୁଥିଲେ ବିଫୋର କ୍ରିଏସନ ସେମାନେ ମିଶି କିଭଳି ଭାବରେ ଏକ ସୁନ୍ଦର ଆଲୋଚନା ମଧ୍ୟ ରହିଲେ। ଦିଲ୍ଲୀର ଜଣେ ସ୍ପିକର ଆସିଥିଲେ ଏଠି। ତେଣୁ ସେମାନଙ୍କର ଯୋଉ ଆଦାନ ପ୍ରଦାନ ରିଲେସନସିପ ଆମେ ପ୍ରଥମେ ବୁଝିବା ଦରକାର। ୟୁନିଟି ଇଜ ଭେରି ଇମ୍ପୋର୍ଟାଣ୍ଟ ବର୍ତ୍ତମାନ ସମାଜରେ ସମୟ ପରେ ସେ ବିଷୟ କହିବେ। ସେକେଣ୍ଡ ବିଷୟ ସେ କହିଲେ ସେଣ୍ଟିଫାଏ, ଯାହା ଆମେ 17 ପଦ ମଧ୍ୟରେ ଦେଖିବା। 17 ପଦରେ ଆମେ ଦେଖିବା, ଆଉ ତାହା ହଉଛି ହୋଲିନେସକୁ ବୁଝାଏ, ଯାହା ସେଣ୍ଟିଫାଇଡ ଲାଇଫ, ଗୋଟେ ପବିତ୍ର ଜୀବନ। ବାକ୍ୟ ଲେଖାଯାଏ ପ୍ରଭୁ ନିଜେ କହିଲେ, ଜହନ ତାର 8 ପର୍ବ 46 ପଦ ଦେଖିବେ, ମୋ ଠାରେ ପାପ ଅଛି ବୋଲି କିଏ ପ୍ରମାଣ, ସେ ପ୍ରଶ୍ନ କରିଛନ୍ତି। ଆଉ ପାଉଲ ପ୍ରେରିତ ଲେଖନ୍ତି 2 କରନ୍ଥୀୟ 5 ପର୍ବ 21 ପଦ ଲେଖନ୍ତି, ଯାହାଙ୍କରେ ପାପ ଲେଶ ମାତ୍ର ନଥିଲା। ଆଉଟା ବୋଲି ଯାହାକୁ ଆମେ କହୁ ଡଟ୍, ଆମେ ଯାହାକୁ କହୁ ଏତିକି ମଧ୍ୟ ପାପ ନଥିଲା, ସେଥିପାଇଁ ସେ ନିଖୁନ୍ତ ବୋଲି ଆମେ ଦେଖିବାକୁ ପାଉଛୁ। ତେଣୁ ଗୋଟେ ସେଣ୍ଟିଫାଇଡ ଲାଇଫ ଯୀଶୁଙ୍କର ଆମେ ଦେଖିବାକୁ ପାଉ।
तापरे सेठी से गोटे सुंदर पॉइंट लेखती जड़े प्रभु दास स्वर्गीय जीवन से जगत रे बिताई जो जगत पाप रे परिपूर्ण से जगतर पाप स्पर्श कर पारे ना हेवनली डिजायर लाइफ को परफेक्ट भाव रे ए जगत रे से प्रकाश करबा देखा पाउछु जड़े अमेरिकन जे से विषय को लिखिले जहन तार 3 पर्व तार 6 पर्व तार 33 पद अनुसार कहले सर्वप्रथम ईश्वर को राज्य धार्मिकता अन्वेषण कर ताको दुईटी शब्द रे से बहुत बढ़िया बुझाइले द वे ही थिंक्स एंड द वे ही डज जो भावरे से चिंता करंती स्वर्गीय चिंताधारा द वे ही डज जो सुंदर पवित्र चिंताधारा से कार्य करंती तो हेवन आसितला आत्कु जेतोले प्रभु यीशु जगत रे आसी से जीवन को बिताई थिले से पे आउ गोटे शब्द आज मु कहिबी हेवनली स्टैंडर्ड लाइफ से बिताई थिले जो जीवन पे आज आमान को आह्वान करा जाय हेवनली स्टैंडर्ड लाइफ को बिताइबा देखा पाउछु तबे प्रथम रे आज हम तीनटा शब्द परित्राण ऊपर हम देखु जस्टिफिकेशन जहा आमान को प्रभु जस्टिफाई करूछंती जे धार्मिक गणना करूछंती ताहा आज प्रथम चिंताधारा रे हमें आउतरे बुझियो चेष्टा करिबा डिजाइन ऑफ हेवनली लाइफ से हम मन को सेंटिफाई करबा को इच्छा कले जस्टिफाई करबा को इच्छा कले जहन 15 पर्व तार 19 पद रे जते हमें देखिबा लेखंती मु तुमन को जगत मध्यरु मनोनीत करि अछि जगत रो मु तुमको मनोनीत करिछि जहा द्वारा तुमे मो पाई बांची पारिबो सो हेवनली लाइफ जो स्टैंडर्ड लाइफ मु तुम मध्य रखिछि ताहा जेमते तुमे प्रकाश करि पारिबो ए जगत रे तेणु तृतीय पॉइंट में आसीबा प्रोजेक्ट आर प्रेजेंट डिवाइनली लाइफ स्वर्गीय जीवन को शिष्य मान प्रेजेंट करिया प्रभु जणाउछंती जहा द्वारा लोक माने जानि परिबे से पॉइंट बहुत इंपोर्टेंट थर्ड पॉइंट होची द विटनेसिंग लाइफ दैट प्रूव जीसस वाज सेंट यीशु ए जगत को आसीथिले दिने काहे 2000 वर्ष पूर्व से आसीथिले आज मध्य से विटनेसिंग लाइफ बुझाउछ यीशु दिने ए जगत को आसीथिले मोतिने जे जगत रे वाक्य से देथिले जहा द्वारा अनेक जीवन तैयारी पाइतिला ताहा होची प्रमाण यीशु जदि आउतरे कोची 2000 वर्ष पूर्व आसीथिले किंतु आजिर प्रमाण होची जो वाक्य द्वारा जीवन सु प्रस्तुत हे जे विटनेस पावा पाए ताहा यीशु आसीतवार सुंदर प्रमाण आजि दिए ताहा जी हमन को बुझिबा पाए बहु समय दियंती ही वाज सेंट से पठा जाइतिले तार प्रमाण आज हमें देखिबा तबे प्रथम शब्द गोटे प्रभु यूज करती ग्लोरी जो शब्द यूज करती गत समय हमें बुझीथिलु किंतु आज गोटे नुआ भाव में हमें बुझीबा जहा को दुई जण कमेंटेटर लिखंती जड़े लिखंती आत्मिक जीवन जहा प्रेम अटे जो प्रेम को हम प्रकाश करिया ताको केमती जगत रे हमें प्रकाश करि पारिबो ते प्रथम पॉइंट रे आनती लाइफ ऑफ लव प्रेमर जो जीवन को कहासाय लाइफ ऑफ लव प्रेमर जीवन मो बीएम बर्कली रो कमेंटरी पढुछली बहुत वर्ष तले मते मने पडुछि लिखिसंती स्वर्गर पाठ्य खसडा कोन करिकुलम स्वर्गर कोन सेठी से लिखंती आ ताहा होछि लव होछि सेठरो करिकुलम प्रेम ही रहिछि स्वर्ग रे जहा जौन तीन सोल रे देखछु कारण ईश्वर जगत को प्रेम कला त हार्ट रे जो लव आसिला जगत पाए जगत जो उद्धार पाऊ से विश्व का में देखबा पाऊ तो लाइफ ऑफ लव होछि स्वर्गीय विश्व को जगत रे प्रेजेंट करूछु वर्तमान जगत जहा अप्रेम कलह घृणा हत्या युद्ध रे परिपूर्ण ए जे चारियार वातावरण आमे बुझिबा चेष्टा करिबा आ ता मध्य रे आमे प्रोजेक्ट करिबा प्रेजेंट करिबा हेवनली लाइफ सेतपई आज गोटे सुंदर विषय मते मन रे आसिला स्वर्ग को आमे निज एरिया रे केमति तयारी करि परिबा स्वर्ग को आमे केमति प्रेजेंट करिबा लोक मानकर भितरे आज बहुत बड़ चैलेंज क्रिश्चियन मान पई आज प्रभु दबा को चाहती हेवनली लाइफ रे केमति प्रकाश पाई पारे प्रथम विषय में लाइफ ऑफ लव का में देखो द्वितीय पॉइंट रे हम देखिबा लाइफ ऑफ सैंक्टिटी जो पवित्रता आज मूल चिंताधारा मध्य दिया जाए अपवित्र अबाध्य अनैतिक जीवन आज लोक माने बिताउछ ता मध्य रे केमति गोटे सैंक्टिफाई लाइफ हमें बिताई पारिबा
ଏଇ ଚ୍ୟାଲେଞ୍ଜ ପ୍ରଭୁ ଆଜି ଆମମାନଙ୍କୁ ଦେବାକୁ ଚାହାନ୍ତି। ମୁଁ କିଛି ବାକ୍ୟ କହିବି। ଅଧର୍ମରୁ ତୁମେ ଦୂର ହୁଅ ଯେତେବେଳେ ପ୍ରଭୁଙ୍କୁ ଜାଣିଲ, ଦ୍ୱିତୀୟ ତିମୋଥୀ 2:19 ସେ ବିଷୟ ଲେଖାଯାଏ। ଦ୍ୱିତୀୟ ବିଷୟ ଲେଖାଯାଏ ଦ୍ୱିତୀୟ ତିମୋଥୀ 2:21 ଆମେ ଦେଖିବାକୁ ପାଇବା, ପରିଷ୍କୃତ ହେଇଛ, ଉତ୍ତମ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ ହୁଅ, ଏକ ସମାଦର ପାତ୍ର ହେବା ପାଇଁ ସବୁବେଳେ ଚେଷ୍ଟା କର ବୋଲି ଲେଖାଯାଏ। ତୃତୀୟରେ ଲେଖାଯାଏ ପ୍ରଥମ ପିତର 3 ତାର 13 ଲେଖାଯାଏ, ଉତ୍ତମ ବିଷୟରେ ଉଦ୍ଯୋଗୀ ହେବା ସବୁବେଳେ, ଜଗତରେ ସାମିଲ ହବା ନାହିଁ। ଜଗତ ଯୋଉ ଅପବିତ୍ର ଜୀବନ ବିତାଉଛି ସେଠି ଆମେ ସାମିଲ ହବା ନାହିଁ, କିନ୍ତୁ ଉତ୍ତମ ବିଷୟ କରିବା ପାଇଁ, ପବିତ୍ରୀକୃତ ହେଇ ବଞ୍ଚିବା ପାଇଁ ପ୍ରଭୁଙ୍କର ଆହ୍ୱାନ এই ଜଗତରେ ସ୍ୱର୍ଗ ରାଜ୍ୟକୁ ପ୍ରକାଶ କରିବା ନିମନ୍ତେ। ଆଉ ତୃତୀୟ ବିଷୟ ସେ ଆଣନ୍ତି, ଆଉ ତାହା ହଉଛି କମ୍ପ୍ଲିଟଲି ୟୁନିଟି। କମ୍ପ୍ଲିଟଲି ୟୁନିଟି ଯାହା ପ୍ରଭୁ ଯୀଶୁ ସ୍ୱର୍ଗୀୟ ଡିଜାଇନରେ ଆମେ ଦେଖିବାକୁ ପାଇଥିଲୁ। ଲାଇଫ ଅଫ ୟୁନିଟି, ଆଜି 3ଟା ବିଷୟ ଆମେ ଦେଖୁଛୁ। ଲାଇଫ ଅଫ ଲଭକୁ ଆମେ ଦେଖୁ, ଲାଇଫ ଅଫ ସାଇଣ୍ଟିଟିକୁ ଦେଖୁ, ଆଉ ତୃତୀୟ ହଉଛି ଲାଇଫ ଅଫ ୟୁନିଟି। ସେଠି ସେ ଲେଖନ୍ତି ଡିଭିଜନ, ମତଭେଦ, ଦଳଭେଦ, ଆଉ ତାକୁ ବିଲିୟମ ବର୍କଲେ ତାଙ୍କର କ୍ଷମା କରିବେ NIV's ଲାଇଫ ଆପ୍ଲିକେସନ ବାଇବଲ ତାକୁ ଗ୍ରାଉଣ୍ଡଲେସ୍ ଆଣ୍ଡ ବିଟର ଡିଭିଜନ ଜଗତରେ ବର୍ତ୍ତମାନ ଅଛି ବୋଲି ସେ ଲେଖନ୍ତି। ଗ୍ରାଉଣ୍ଡଲେସ୍ ଆଉ ବିଟର ଡିଭିଜନ, ଲୋକମାନଙ୍କ ଭିତରେ ଗୋଟେ ଡିଭିଜନ ରହିଛି ଯୋଉଟା ତିକ୍ତତା ମଣ୍ଡଳୀ ମଧ୍ୟରେ ଆଣେ। ସେଇଥିପାଇଁ ମଣ୍ଡଳୀର ରୋଗକୁ ଆମକୁ ବୁଝିବା ଦରକାର। ତାହା ହଉଛି ପ୍ରଥମ କରନ୍ତୀୟ 3 ପାଉଲ ଆଣିଛନ୍ତି ଯେ ମୁଁ ଆପୋଲୋଙ୍କର ଓ ପାଉଲଙ୍କର ବୋଲି ଲୋକମାନଙ୍କ ଭିତରେ ଯୋଉ ଡିଭିଜନ ରହିଥିଲା ତାହା ହଉଛି ରୋଗ ଆତ୍ମିକ ଭାବରେ। ସେଥିପାଇଁ এই ରୋଗରୁ ଆମେ କେମିତି ସୁସ୍ଥତା ପାଇପାରିବା। ଆଉ ଆଜିର ସ୍ଲୋଗାନ ଆମର ଯେମିତି ରହିପାରିବ ମଣ୍ଡଳୀ ଭିତରେ ଯେ ମୁଁ ଡିଭାଇଡ ହେବାକୁ ଚାହେଁନି, ମୋ ପ୍ରଭୁରେ ରହିବାକୁ ଇଚ୍ଛା କରେ। ନିଜ ସ୍ୱାର୍ଥ ପାଇଁ ଅନେକ ଲୋକ ସେମାନେ ଦୂରକୁ ଚାଲି ଯାଆନ୍ତି। ତେଣୁ ସେଇଭଳି ନୁହେଁ, କିନ୍ତୁ ଆମେ ଯେମିତି ଏକ ହୋଇ ରହିପାରିବା। ତେଣୁ ଆଜିର ସ୍ଲୋଗାନ ମୋ ମନରେ ଆସିଲା, we are one in Christ, we are one in Christ। এই ସ୍ଲୋଗାନ ଯେମିତି ଆଜି ଆମେ ୱିଟନେସିଂ ଲାଇଫରେ ଦେଇପାରିବା, ଜଗତ ଜାଣିପାରିବ ଯେ ପ୍ରଭୁଙ୍କର ଲୋକ ସମସ୍ତେ ଏକ ଅଟନ୍ତି, ସେମାନେ ଅଲଗା ନୁହନ୍ତି। ସେଇ ଚିନ୍ତାଧାରା ଯେମିତି ରହିପାରିବ। ତେଣୁ ପ୍ରଭୁଙ୍କର ଯୋଉ ଏକ୍ସାମ୍ପଲ ଥିଲା ୟୁନିଫାଇ with God, ଈଶ୍ୱରଙ୍କ ସହିତ ସେ ଯଦିଓ ଜଗତରେ ସେ ରହୁଥିଲେ କିନ୍ତୁ ସବୁବେଳେ ପ୍ରାର୍ଥନାରେ ଆଉ ତାଙ୍କର କଥା ଶୁଣି ଲୋକଙ୍କୁ ସେ ବାକ୍ୟ ଦଉଥିଲେ, ଯାହା ଯୋହନ 14 ପ୍ରଭୁ ଯୀଶୁ କହନ୍ତି, ମୋର କାର୍ଯ୍ୟ ନଥିବା ମୋର କଥା ଦ୍ୱାରା ତୁମେ ମତେ ବିଶ୍ୱାସ କର ଯେ ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ଅଟେ। ତେଣୁ ଆମେ ସବୁଦିନ ପ୍ରଭୁଙ୍କ ସହିତ ମଧ୍ୟ କନେକ୍ଟ ହେବା ଆବଶ୍ୟକ ଅଛି। ପାୱାର, ବ୍ଲେସିଂ, ଗାଇଡେନ୍ସ ନେବା ପାଇଁ ପ୍ରଭୁ ତାହା ହିଁ ପ୍ରାର୍ଥନା କଲେ। ଆମେ ଯେମିତି ଏକ ଅଛୁ ସେମାନେ ବି ଆମ ସହିତ ଯେମିତି ଏକ ହେଇ ବଞ୍ଚି ପାରିବେ ଆଉ ଜଗତରେ ସେମାନେ ୱିଟନେସ ଦେଇପାରିବେ। ଏବେ ଲାଷ୍ଟ ବିଷୟକୁ ଆମେ ଯିବା, ଆକ୍ସେପ୍ଟେଡ ଇନ ହେଭେନ। ଆଜି 4ଟା ପଏଣ୍ଟ ଦେଖିଲୁ, ଫ୍ରମ ହେଭେନ ଦେଖିଲୁ। ତୃତୀୟ ହେଲା ଡିଜାଇନ ଅଫ ହେଭେନଲି ଲାଇଫ କେମିତି ରହେ, ଯାହା ଈଶ୍ୱର ନିଜେ ଡିଜାଇନ କରିଥିଲେ ବା ଡିଜାଇନ ବର୍ତ୍ତମାନ ବି ଅଛି, ତାହା ପ୍ରକାଶ କଲେ ପ୍ରଭୁ ଯୀଶୁ। ଆଉ ତୃତୀୟ ହେଲା ଆମେ ଆଜି ତାଙ୍କର ସନ୍ତାନ ସନ୍ତତି ଯେଉଁମାନଙ୍କୁ ଭବିଷ୍ୟତରେ ଆସି ବୋଲି କୁହାଯାଇଥିଲା, ଆମେ ସେଇ ଦଳ ମଧ୍ୟରେ ଅଛୁ, ଆମେ କେମିତି ପ୍ରୋଜେକ୍ଟ କରିପାରିବା। ଶିଷ୍ୟମାନେ ତ ଚାଲିଗଲେ, ଆମ ବର୍ତ୍ତମାନ ଆମେ ଶିଷ୍ୟମାନେ ଅଟୁ, ଆମେ କେମିତି ପ୍ରୋଜେକ୍ଟ କରିବା ସେଟା ତୃତୀୟ ପଏଣ୍ଟ ଆମେ ଦେଖିଲୁ। ଆଉ ଚତୁର୍ଥ ଦେଖୁଛୁ ଆମେ କେମିତି ଆକ୍ସେପ୍ଟ ହେଇପାରିବା ପ୍ରଭୁଙ୍କ ପାଖରେ, ଯେହେତୁ ଆମେ ସମସ୍ତେ ସ୍ୱର୍ଗୀୟ ସେହି ରାଜ୍ୟ ନିମନ୍ତେ ଅପେକ୍ଷା କରିଛୁ, ଯାହା ଅବ୍ରାହମଙ୍କ ଜୀବନ ନିମନ୍ତେ ଆମେ ଦେଖିବାକୁ ପାଇବା। ଏଭ୍ରି ତାର 11 ଆମେ ସେ ବିଷୟ ଦେଖିବାକୁ ପାଉଛୁ। ଆକ୍ସେପ୍ଟେଡ ଇନ ହେଭେନ, ମୋ ମନରେ ଗୋଟେ ବିଷୟ ଆସୁଥିଲା, ଜଗତର ବିଭିନ୍ନ ଜାଗାରେ ମନି ଦ୍ୱାରା ବା ଯଦି ଆମର ଏହି ଅଛି ଆମକୁ ହେଲ୍ପ କରିବା ପାଇଁ ଏସବୁ ଦ୍ୱାରା ଆମେ ଆକ୍ସେପ୍ଟ ହେଇପାରୁ, କିନ୍ତୁ ସ୍ୱର୍ଗରେ ସେଇଭଳି ଭାବରେ ଆମେ ଆକ୍ସେପ୍ଟ ହେଇପାରିବା ନାହିଁ। ଈଶ୍ୱର ନିଜେ ବିଚାର କଥା ନିଜେ ଯାଞ୍ଚ କରନ୍ତି ଲାଇଫ ଗୁଡାକକୁ। ତେଣୁ ଆଜି ଆମେ 3ଟା ପଏଣ୍ଟ ଯାହା ଦେଖୁ, ପରିତ୍ରାଣ ଉପରେ ଜଷ୍ଟିଫିକେସନ, ସାନ୍ଟିଫିକେସନ ଆଣ୍ଡ ଗ୍ଲୋରିଫିକେସନ। ପ୍ରଥମ ପଏଣ୍ଟରେ ଆମେ ଦେଖିଲୁ ଜଷ୍ଟିଫିକେସନ, ଯେହେତୁ ପ୍ରଭୁ ଆମକୁ ଧାର୍ମିକ ଗଣନା କଲେ। ଦ୍ୱିତୀୟ ଆମେ ସାନ୍ଟିଫିକେସନ ଦେଖିଲୁ, ପବିତ୍ରତାର ସହିତ କେମିତି ଜଗତରେ ବଞ୍ଚିବା, ନିଜ ପରିତ୍ରାଣକୁ ଧରି ରଖିବା। ଆଉ ତୃତୀୟ ହଉଛି ଆକ୍ସେପ୍ଟେଡ ଇନ ହେଭେନ, ଗ୍ଲୋରିଫାଇ କେମିତି ଆମେ ହେଇପାରିବା, ଶେଷ ପରିତ୍ରାଣ ଆମେ କେମିତି ପ୍ରାପ୍ତ ହେଇପାରିବା। ତେବେ ଏଠି ହିଁ ସ୍ୱର୍ଗ ବିଷୟରେ ବହୁତ ବଢିଆ ପ୍ରମାଣ ଦିଆଯାଇଛି। ଆପଣ ଯଦି ଦେଖିବେ 24 ଏବଂ 3 ଆମେ ଦେଖିବା, ଯୋହନ ତାର 14 ଯଦି ଦେଖିବା, ମୁଁ ଆଉ ଥରେ ଫେରି ଆସିବି ତୁମମାନଙ୍କୁ ନେବା ନିମନ୍ତେ, ଯାହା ପ୍ରଭୁ ଆଉ ଥରେ ଫେରି ଆସିବେ ସବୁ ଲେଖାଯାଏ। ଆଉ ଦ୍ୱିତୀୟ ଏଇ 24 ଲେଖାଯାଏ, ଯୋହନ 17 24 ଯଦି ଦେଖିବେ ଲେଖାଯାଏ, ମୁଁ ଯେଉଁଠାରେ ଥାଏ ସେଠାରେ ସେମାନେ
रहिबे मु जोठारे थाए सेठारे मो सहित सेमाने रहिबे अर्थात से हेवन को बुझाए बोली लेखक माने कहନ୍ତି तेणु प्रभु आउ थरे आसी मंडली को नपाको चाहନ୍ତି तेबे ताकर आसीबा विषय में तीन प्रकार भाबरे आज बुझिबा डिवाइड करिके प्रथम होची थ्रू होली स्पिरिट जहां जहन 14 पर्व 37 पदरे मध्ये से कहले से तुममान सहित रहिबे आउ ताहा गोटे इंग्लैंड रो चैपलिन जे आसीथिले जॉन स्टॉक बोलिकी से गोटे चर्च चेन्नई रो गोटे चर्च से प्रचार करथिले थ्रू होली स्पिरिट से आमान मते आउथरे आसंती आउ आजिर समय मध्य हम बुझी परिबा प्रकाशित तार तीन पर्व 20 पदरे देख आसी मु द्वार निकटरे आघात करछि केही जो जानी कबाट फिटाई दबा से चिंता तार काजे बुझिबा दरकार सेकंड होछि ताकर रैप्चर जहां से आसी मंडली को उठाई करी नहीं जिबे तापर ट्रिबुलेशन 7 इयर्स रहिबो आ शेषरे ताकर सेकंड कमिंग आउथरे हबो से बली भावर प्रभु आसीबा विषय का देखबाको पाइबा तेणु जो स्टैंडर्ड लाइफ प्रभु हमको बिताई को देइछंती ताहा जे प्रेम ठीक भावरे जगत रे बिताई परिबा ताहा प्रभुर इच्छा अटे तेबे प्रथम पॉइंट रे हमें देखिबा जेते लोक प्रभु को थारे थाई ताहा प्रथम थेसलोनिक 4 पर्व रे हम देखिबा प्रभु को तारे थाई प्रथम रे से माने उठुचंती आ जिसु जेतबे आउत रे शेष थरा आसीबे सेतबे जे माने प्रभु को विश्वास करनांती से माने अदर फेथ जहां हम कहि परिबा से माने भी उठी पारिबे ताहा हम देखबाको पाऊ तेबे क्यों माने आज प्रभु को निकट रे गृहीत होउछंती से विषय मु आज किछि पॉइंट रे आपण मान को पाइबाको चाहे जहां हमें देखिबा पाइबा माथ्यू तार जदि 25 पर्व हमें देखिबा मु क्षुधित थिले तृषित थिले मु पीड़ित थिले सब विषय को प्रभु आनंती आ सेतबेले जो सेवा देथिले लोक मान को से प्रश्न करा जाउछि जे आमे तुमको केते बेले करू प्रभु ताहा ए मन प्रति करथिबार मो प्रति तुमे करिछि बोली प्रभु से कहउछथि आ सेमन को प्रश्न रो प्रभु उत्तर दउछथि से ए मान को मध्य क्षिद्र तो मान मध्य जहा प्रति तुमे करिछि ताहा मो प्रति तुमे करिछि बोली से कहथि सेतमे ठीक दुईटा चिंताधारा अणा जे स्वर्ग राज्य विषय आमे से धनी व्यक्ति विषय जे कि अनंत जीवन पाइबानी मत प्रभु पाखरे आसितला आ द्वितीय स्क्राइब से भी धनी थिला वाक्य रे धनी थिला दुईटा धनी का आमे देखु से मान को ठीक उत्तर प्रभु देथिले वाक्यर जीवन तुम भितरे अछि कि धनी व्यक्ति कहले तोर सब धन बिकी दे आ दरिद्र मान को तू दान कर बोली कहले स्क्राइब को कहले जे प्रेम को तुमे केमति बुझिछ ईश्वर को आ मनुष्य को सेठी से कहले समरणीय गुड सैमारिटन ऊपर कहले सेवार जीवन को से कहले ठीक ताको आज मिसा के हम बुझी परिबा मैथ्यू तार 25 पर पड़े जो लोक मान पय हमन पर सेवा प्रत्येक दिन रखिछि हामी दउछु आ एठी से विषय को लिखा जाय जे पृथ्वीर पतनावती जो राज्य प्रस्तुत करा जायछि ताहार अधिकारी तो माने हुओ द्वितीय लेखा जाय केवल स्वर्ग को जीवने प्रथम करन्तिय 6 पर्व जति जीवे 8 कते 9 पदरा आपण देखबा पाइबेल सो माने पापरे आज बंचु छथि से माने स्वर्ग राज्य को प्रवेश करि परिबे नाही तापरे माथ्यू तार 7 पर्व को जति जीवे 21 ରୁ 23 मध्ये लेखा से अनेक मध्ये कहन्ति प्रभु प्रभु स्वर्ग राज्य से माने प्रवेश करि परिबे नाही काहे कि लॉलेसनेस जीवन से माने बिताउ छंती ए अधर्माचारी बोलबे शब्द यूज करा जाय जहा इंग्लिश रे लॉलेसनेस ईश्वर को वाक्य भित्तिक जीवन ताकर नाही से दुईटा विषय लिखा जायछि आ कहा होछि जे तुमे प्रभु प्रभु बोली कहउछ किंतु मोर वाक्य अनुसार तुमर जीवन नाही आउ शेषरे कहा जाउछि जे तैल किनिबा विषय जहां में गोटे एग्जांपल 10 कन्या विषय में देखबा पाउछु ए मैथ्यू तार 25 पर्व रे जेतेबेले से माने सजाडु छथि बर आसिले बोली सजाडु छथि ताको दीप समूह दीप से समय सुबुद्धिमान पाखे तैल थिला किंतु निर्बुद्धिमान पाखे तैल न थिला एमन जेतेबेले मागिले से माने कहिले हम पय नियंटा बतमे दोकानी मान पाखे जाय के किनि की आण बर आसी गले से समय तो दोकान का को बुझाए ता प्रभुकर दास माने के जन धर्म कलेक्ट करथि बहुत वर्ष पूर्व ताहा हमर कैरेक्टर को बुझाए जो जीवन हमें बिताई छ प्रभु सहित ता गोटे दिन रो जीवन हुए हम गोटे दिन स्कूल गले हमको कैरेक्टर सर्टिफिकेट से दे पारिबे नाही कैरेक्टर जहा कि प्रभु के सहित मनुष्य मान के सहित जो बिताउ छु तेनु हमको बुझिबा दरकार बडे प्रस्तुति रो जीवन प्रभु हम जीवन देखबा को चाहते मैथ्यू 13 पर्व 13 पद लिखा जाए शेष पर्यंत जे माने धैर्य धरि रहिबे से माने पवित्रण प्राप्त वे सब सिचुएशन रे प्रभु के सहित केमति हम बंचिबा को चेष्टा करिबा तेबे जाय कि हम प्रभु कर भाई बंचि परिबा
ଆଉ ଲାଷ୍ଟ ପଏଣ୍ଟ ଗତକାଲି ଆମେ ଦେଖୁଥିଲି ଏଭ୍ରି 6 ପର୍ବ 6 ପଦରେ ଆମେ ଦେଖିବାକୁ ପାଉଛୁ ଧର୍ମ ଭ୍ରଷ୍ଟ ଯେମାନେ ହେଇଯାଆନ୍ତି, ଈଶ୍ୱର ଠାରୁ ଯେମାନେ ଦୂରକୁ ଚାଲିଯାଆନ୍ତି, ସେମାନଙ୍କୁ ପରିବର୍ତ୍ତନ କରିବା, ପୁନର୍ବାର ନୂତନ କରିବା ଅସାଧ୍ୟ ବୋଲି ସେଠି ଦେଖାଯାଏ। ତାକୁ ବିଭିନ୍ନ ଭାବରେ ଚିନ୍ତା କରାଯାଏ, କିନ୍ତୁ ମୁଁ ଯାହା ବୁଝିବାକୁ ଚେଷ୍ଟା କଲି ଗତକାଲି କମେଣ୍ଟରେ ମଧ୍ୟ ଦେଖୁଥିଲି ସେମାନେ ପରିତ୍ରାଣ ହରାଇବାର ରାସ୍ତା ଆଡ଼କୁ ଧୀରେ ଧୀରେ ଚାଲିଯାଆନ୍ତି। ତେବେ ଆମେ ଆକ୍ସେପ୍ଟ ଯଦି ହବାର ଅଛି ପ୍ରଭୁଙ୍କ ନିକଟରେ, ଆକ୍ସେପ୍ଟେଡ ଇନ୍ ହେଭେନ୍ ଯଦି ହବାର ଅଛି, ପ୍ରଭୁଙ୍କର ବାକ୍ୟ ଭିତ୍ତିକ ଜୀବନ ଆମର ଯେମିତି ରହିପାରିବ, ପ୍ରଭୁରେ ରହିପାରିବ, ସେଇ ଇଚ୍ଛା ଆଜି ପ୍ରଭୁ ଆମ ଠାରେ ଆଜି କାମନା କରନ୍ତି। ତେବେ ଗୋଟେ ସୁନ୍ଦର ଏକ୍ସାମ୍ପଲ ମଝିରେ ମୁଁ ଶୁଣୁଥିଲି, ଗୋଟେ ବସ୍ ଆର୍ଥରୁ ସ୍ୱର୍ଗକୁ ଯାଉଥିଲା, ପୃଥିବୀର ସ୍ୱର୍ଗକୁ ଡେଲି ସେ ଯିବା ଆସିବା କରୁଥିଲା। ଆଉ ସେତେବେଳେ ପାସେଞ୍ଜରକୁ ନେଲେ ସ୍ୱର୍ଗରେ, ଆଉ କଣ୍ଡକ୍ଟର କହିଲେ ବର୍ତ୍ତମାନ ଆପଣଙ୍କର ଜାଗା ଆସିଯାଇଛି, ଆପଣ ଓହ୍ଲାନ୍ତୁ। ସେଇ ଭିତରେ ଗୋଟେ ଲୋକ ଦେଖିଲା ସ୍ୱର୍ଗକୁ, ଗୋଟେ ଏକ୍ସାମ୍ପଲ ମୁଁ ଦଉଛି, ସ୍ୱର୍ଗକୁ ଦେଖିଲା ଆଉ ସେ କହିଲେ ଏତେ ସୁନ୍ଦର ଜାଗାରେ ମୁଁ ଏଠି ଆସିପାରିବି ମାନେ ଯାଇପାରିବି ନାହିଁ, ମତେ ଆଉଥରେ ବ୍ୟାକ୍ ହବାକୁ ପଡିବ, ମୁଁ ପ୍ରସ୍ତୁତ ହେଇକି ଆଉଥରେ ଏଇ ଜାଗାକୁ ଆସିବି। ସେ ଚିନ୍ତାଧାରା ସେ କହିବା ପାଇଁ ଇଚ୍ଛା କରନ୍ତି, ଅପ୍ରସ୍ତୁତ ଜୀବନ ସେଠି ପ୍ରବେଶ କରିପାରୁ ନାହିଁ, ଯୋଉଟା ପାପ କଳଙ୍କିତ ଜୀବନ, ମତେ ଏଇ ଜଗତରେ ପ୍ରସ୍ତୁତ ହବାର ସେଣ୍ଟିଫାଇ ଲାଇଫ ସବୁଦିନ ମତେ ବିତାଇବାର ଆବଶ୍ୟକ ଅଛି। ସ୍ୱର୍ଗର ଡିଜାଇନ ଲାଇଫ ମୋ ଭିତରେ ଆସିବାର ଅଛି, ମୋର ୱିଟନେସିଂ ଲାଇଫ ଆସିବାର ଅଛି, ଯାହା ଦ୍ୱାରା ପ୍ରଭୁଙ୍କ ନିକଟରେ ମୁଁ ଗୃହୀତ ହେଇପାରିବି, ଯାହା ଦ୍ୱାରା ଅନୁଗ୍ରହ ମୋ ପ୍ରତି ରହିବ, ଯାହା ମନୁଷ୍ୟର ଅସାଧ୍ୟ ତାହା ଈଶ୍ୱରଙ୍କ ସାଧ୍ୟ ବୋଲି କହିଲେ ପ୍ରଭୁ ସେ ଜୀବନ ବିତାଇବା ପାଇଁ ଆମକୁ ହେଲ୍ପ କରନ୍ତି। ପ୍ରିୟ ପରିବାର, ଆଜି ଆମେ ବୁଝିବା ଦରକାର ମୋର ଦେଇ ହୁଏ ନାହିଁ, କିନ୍ତୁ ପ୍ରଭୁ ମତେ ସେଇଭଳି ଜୀବନ ବିତାଇବାକୁ ସାହାଯ୍ୟ କରିବେ, ତାଙ୍କ ଦେଇ ସେ ଜୀବନ ଆମେ ବିତାଇ ପାରିବା। ସେଥିପାଇଁ ଯୋହନ 15:5 ପଦରେ କହିଲେ ମୋ ବିନା ତୁମେ କିଛି କରିପାରିବ ନାହିଁ। ତାର ଆତ୍ମିକ ଚିନ୍ତାଧାରା ଆମକୁ ବୁଝିବା ଦରକାର, ମୋ ବିନା ତୁମେ କିଛି କରିପାରିବ ନାହିଁ। ଯଦି ସେ ଜୀବନ ଆମକୁ ବିତାଇ ପାରୁଛି ତାହା ଈଶ୍ୱରଙ୍କ ଦ୍ୱାରା ସମ୍ଭବ ହେଇପାରିଛି, ଆଉ ହବ, ତାହା ଆମକୁ ମନେ ରଖିବା ଦରକାର ଅଛି। ତେବେ ଆଜି ମୁଁ ଶେଷ କହିବାକୁ ଚାହେଁ, ପ୍ରଭୁଙ୍କ ପାଖରେ ଯଦି ଆମେ ଅଛୁ ବହୁତ ଭଲ ବିଷୟ, ଯଦି ନାହିଁ ଆଜି କୁହାଯାଏ ଫେରି ଆସ, ତୁମେ ଫେରି ଆସ। ଯୋଉ ଗୀତର ସେକେଣ୍ଡ ପଂକ୍ତି ସହିତ ମୁଁ ଶେଷ କରିବି, ବିପଦେ ଗଲେ ମୁଁ ତୁମରି ଆଖିରେ କେତେ ଲୁହ ଭରିଯାଏ, କରୁଛି ଶପଥ ଦେବି ନାହିଁ ଦୁଃଖ ଜୀବନର ଶେଷ ଯାଏ। ତାପରେ ସେ କହୁଛନ୍ତି, ବିପଦେ ଗଲେ ମୁଁ ତୁମରି ଆଖିରେ କେତେ ଲୁହ ଭରିଯାଏ, କରୁଛି ଶପଥ ଦେବି ନାହିଁ ଦୁଃଖ ଜୀବନର ଶେଷ ଯାଏ, ମୁକୁଳା ମୋ ଅନ୍ତର ଆସ ପ୍ରଭୁ ହୃଦୟ ମୋର କରୁଣା ଟିକକ ନିବେଦନ। ଆଜି ସେଇ ନିବେଦନ, ସେଇ ପ୍ରାର୍ଥନା ଆଜି ଗୀତ ମାଧ୍ୟମରେ ଆମେ ରଖିବା ଦରକାର। ପ୍ରଭୁ ଆଜି ନକ୍ କରୁଛନ୍ତି, ତୁମ ମଧ୍ୟରେ ଆଜି ମୁଁ ଆସିବାକୁ ଇଚ୍ଛା କରେ, ଯାହା ପ୍ରକାଶିତ ବାକ୍ୟ 3 ପର୍ବ ତାର 12 ପଦ ଅନୁସାରେ। ସେଥିପାଇଁ ସେଇ ବ୍ୟକ୍ତି କହନ୍ତି, ମୁଁ ଯାହା ଡକ୍ଟର ରୟ ର କଥା ମୁଁ କହୁଥିଲି, ୟୁଏସ୍ ର ସେଇ ଚିନ୍ତାଧାରା ଲେଖନ୍ତି, ଡୁ ୟୁ ୱାଣ୍ଟ ଟୁ ଗୋ ଟୁ ହେଭେନ୍, ଡୁ ୟୁ ଥିଙ୍କ you will go into heaven, I have hope, I hope so, perhaps I have got a good chance। ବହୁତ ବଢିଆ ଚାନ୍ସ ପ୍ରଭୁ ଆମକୁ ଦଉଛନ୍ତି, ତାହା ଆମକୁ ବୁଝିବା ଦରକାର ଅଛି। ଆଜିକାଲି ଆମର ଚର୍ଚ୍ଚରେ VBS ଚାଲିଛି, ସେଠି ଗୋଟେ ବଢିଆ ଥିମ୍ ସେମାନେ ରଖନ୍ତି, ଆର୍ ୟୁ ରେଡି, ପ୍ରସ୍ତୁତ ଅଛ କି? ସୁନ୍ଦର ପିଲାମାନଙ୍କ ପାଇଁ ସେଇ ଗୀତରେ ତାହା ସବୁବେଳେ ଏନକରେଜ କରାଯାଏ, ଆର୍ ୟୁ ରେଡି ଚିଲଡ୍ରେନ୍। ତେଣୁ ଆଜି ଆମକୁ କହିବା, ପ୍ରଭୁ ଆମେ ପ୍ରସ୍ତୁତ ଅଛୁ, ଆମେ ଯେତେବେଳେ ବି ଆସ ଆମେ ଗୃହୀତ ହେବୁ। ଆର୍ ୟୁ କମିଂ, ଆଜି ପ୍ରଶ୍ନ ଆମକୁ କରାଯାଏ, ଆର୍ ୟୁ କମିଂ ପିତାଙ୍କ ନିକଟରେ ସୁନ୍ଦର ଜାଗାରେ ରହିବା ପାଇଁ। ପ୍ରଭୁ ଆମ ସମସ୍ତଙ୍କୁ ଏ ବାର୍ତ୍ତା ଦେଇ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। Amen. Amen. Praise the Lord.